ଦେଖନ୍ତୁ ଖୁସିର ବିଷୟ ଯେ ଜଣେ ଆଦିବାସୀ ଲୋକ ହେଲେ ହଉଛି ଆମ ବିଜେପି ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସର୍ବପ୍ରଥମେ ମୁଁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି ଏବଂ ଆଜି ଯୋଉ ଆସିଥିଲେ ଯୋଉ ଟିମ୍ ରାଜନାଥ ସିଂ ଆଉ ଭୂପେନ୍ଦ୍ର ଯାଦବ ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି ଯେ ଏବଂ ସବୁ ଏମଏଲଏ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି ଯେଉଁମାନେ ଆଜି ଜଣେ ଆଦିବାସୀକୁ ଆଗକୁ ଆଣିକି ମୁଖ୍ୟମନ୍ତ୍ରୀ କରିଛନ୍ତି। ଏବଂ ତାଠାରୁ ବଡ଼ ଜିନିଷ ହେଉଛି ଯେ ଆଦିବାସୀ ମାନଙ୍କର ବହୁତ ଆଶା ଅଛି, ଆକାଂକ୍ଷା ଅଛି, ଯାହା ଲାଗୁଛି ମୋହନ ମାଝୀ ନିହାତି ପୂରଣ କରିବେ ବା ଆମର ନୂତନ ମୁଖ୍ୟମନ୍ତ୍ରୀ ପୂରଣ କରିବେ। ଯେଉଁ କୌଣସି ଜିନିଷ ଆପଣ ଧରି ଚାଲନ୍ତୁ, ଆମର ଫରେଷ୍ଟ ହଉ, ଆମର ଜଙ୍ଗଲ ବିଷୟ ହଉ ବା ଆପଣଙ୍କର ଜଙ୍ଗଲ ଜମିନ ଉପରେ ଯୋଉ କଥା ହଉ ବା ପେଶା ଉପରେ ହଉ, ବହୁତ ଜିନିଷ ଅଛି ଆଦିବାସୀ ମାନଙ୍କର। ଯୋଉ ଜାଗା କଥା ନେଇକି ବିଜେଡି ସରକାର ପାର କରିଦେଇଥିଲେ ହଇରାଣ କରିବା ପାଇଁ ଆଦିବାସୀ ମାନଙ୍କୁ, ଏଭଳି ଭାବରେ ବହୁତ ଜିନିଷ ଅଛି ଯୋଉଗୁଡା ସେ ନିହାତି ଶୁଣିବେ ଆଉ ଲୋକମାନଙ୍କ କଥା ରଖିବେ ବୋଲି ମୁଁ ଆଶା କରେ। ଏବଂ ଅନ୍ୟାନ୍ୟ ଯୋଉ କୌଣସି ଜିନିଷ ଅଛି ଯେଭଳି ଭାବରେ ଆମ ମୟୂରଭଞ୍ଜ ଜିଲ୍ଲାର ଉନ୍ନତି, ରେଲୱେରୁ ଆରମ୍ଭ କରିକି ସିମିପାଳରୁ ଆରମ୍ଭ କରି ବିଭିନ୍ନ ଜିନିଷ ଅଛି ତାହା ମଧ୍ୟ ନିହାତି ଦେଖିବେ, କାରଣ ଆମେ ତାଙ୍କ ପାଖରେ ଲାଗିକି ଅଛୁ। ଏବଂ ତାଠୁ ବଡ କଥା ହଉଛି ତାଙ୍କର ସମ୍ପର୍କ ବାନ୍ଧି ରହିଛି ମୟୂରଭଞ୍ଜ ସାଙ୍ଗରେ, ଯେହେତୁ ସେ ଏଇଠୁ ବାହା ହେଇଛନ୍ତି। ଏବଂ ଆଶା କରେ ମୟୂରଭଞ୍ଜର ଯୁବ ନେତା ହିସାବରେ ଯେ ସେ ମୟୂରଭଞ୍ଜ ପାଇଁ ନିହାତି କିଛି ନା କିଛି କରିବ ବୋଲି। ନୂଆ କିଛି ଇତିହାସ ରଚିବ କି ଜଣେ ସିଏ ନିଜ ଦେଖୁଛି ସିଏ ଡେଫିନେଟଲି, କାରଣ ଦେଖନ୍ତୁ ପ୍ରଥମ ଥର ପାଇଁ ଆମେ ଦେଖିବାକୁ ପାଉଛୁ ଭୁବନେଶ୍ୱରରୁ ବାହାରିକି ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରୁ ବାହାରିକି ଉପମୁଖ୍ୟମନ୍ତ୍ରୀ। ତାପରେ ତାଠୁ ବଡ ଜିନିଷ ହଉଛି ଗୋଟେ ବ୍ୟାଲେନ୍ସ କରାଯାଇଛି, ଯୋଉ ବ୍ୟାଲେନ୍ସଟା ହଉଛି ନର୍ଦର୍ନ ଓଡ଼ିଶାରୁ ଜଣେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆମେ ଦେଖୁଛୁ ସାଉଦର୍ନ ଓଡ଼ିଶାରୁ ଆଉ ଜଣଙ୍କୁ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଏବଂ ତାପରେ ଆମେ ଦେଖିଲୁ ଆଉ ଜଣଙ୍କୁ କୋଷ୍ଟାଲ ବେଲ୍ଟ ଆଖପାଖ ରଖୁଛନ୍ତି ମୁଖ୍ୟମନ୍ତ୍ରୀ। ତ ବ୍ୟାଲେନ୍ସ କରାଯାଇଛି ସମସ୍ତଙ୍କୁ ନେଇକି। ଯୋଉ ପାୱାର କନସେନ୍ଟ୍ରେସନଟା ସବୁବେଳେ ରହୁଥିଲା କଟକ, ଭୁବନେଶ୍ୱର ବା ଆଖପାଖ ଯୋଉ ଅଞ୍ଚଳ ଗୁଡାରେ, ତାହା ନ ରହି ଆଜି ତାକୁ ଭଲ ଭାବରେ ଗୋଟେ ବଟାଗଲା ସାରା ଓଡ଼ିଶାରେ। ଏବଂ ତାର ମ୍ୟାଜିକ ହଉଛି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମ୍ୟାଜିକ। ସେ ମ୍ୟାଜିକରେ କେହି କଳ୍ପନା ମଧ୍ୟ କରିପାରୁନଥିଲେ ଯୋଉମାନେ ଆଜି ନେତୃତ୍ୱ ନେବେ ଏବଂ ଯୋଉ ନେତୃତ୍ୱ ଆମେ ପାଇଛୁ ତା ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ଧନ୍ୟବାଦ ତାଙ୍କୁ ଦଉଛୁ।